ପ୍ରଥମେ ବିଶ୍ୱ ଦେଶ ରାଜ୍ୟ ଆମ ପରିବାର ଜୀବଜନ୍ତୁ ବୃକ୍ଷ ତରୁ ତୃଣଲତା ପାହାଡ଼ ସବୁ ପାଇଁ ସମଗ୍ର ପୃଥିବୀ ପାଇଁ ସମୁଦ୍ର ଏ ସମସ୍ତଙ୍କ ପାଇଁ ନିତ୍ୟ ନୈମିତ୍ୟ ପ୍ରାର୍ଥନାଟି ଆଗ ଗାଉଛି, ତାପରେ ବିପଦ କହିବି। ଜାଗ ହେ ଜାଗ ହେ ଜାଗ ହେ জাগ হে অনন্ত তুমি জাগি উঠ ধরা ধামে জাগ হে অনন্ত তুমি দেখা থরে শঙ্খ চক্র গদা পদ্ম হস্তে তুমি দেখাই দিয়শকতি এ মূঢ়র মর্মে মর্মে কল্কি রাম মূর্তি তুমি দেখে না পাপ নয়নে কল্কি রাম মূর্তি তুমি আরতনা সনবানা বোলাইছ ধরা ধামে এ জীবন ভুল পাই ক্ষমা দিয় হে গোসাই এ জীবন ভুল পাই তুম্ভ শ্রীচরণ ধ্যায়ী মিশি যাও তুম্ভ নামে জাগ হে অনন্ত তুমি জাগি উঠ ধামে জাগ হে অনন্ত জাগ হে 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 জাগ হে। ବର୍ତ୍ତମାନ ଯୁଦ୍ଧର ବିଭୀଷିକା ଏବଂ ଅନେକଙ୍କ ମନରେ ଅନେକ ପ୍ରକାର ପ୍ରତିକ୍ରିୟା, କିଏ ପ୍ରକାଶ କରି କହିପାରୁଛନ୍ତି, କିଏ ଅପ୍ରକାଶ ଭାବରେ ଗୋପନରେ ସେଇ ପ୍ରତିଶୋଧକୁ ମନେ ରଖିଛନ୍ତି। ଯିଏ ଯେଭଳି ଭାବନ୍ତୁ, ଥରେ ବିଚାର କରନ୍ତୁ ଭୁଲ କାହାର। ମୁଁ ପିଲାଦିନେ ଗୋଟେ ନାଟକ ଦେଖିଥିଲି, ସେ ନାଟକଟିର ନାଁ ଥିଲା ଭୁଲ କାହାର। ସେଇ କଥାଟାକୁ ଯେତେବେଳେ ଆମେ ଭଲ ମନରେ ବସିକିରି ବିଚାର କରିବା, ଆମେ କେଉଁ ଧର୍ମର କେଉଁ ସମ୍ପ୍ରଦାୟର, ଆମ ଇଷ୍ଟ ଅମୁକ, ଆମ ଗୁରୁ ଅମୁକ, ଏସବୁ କଥାକୁ କିଛି ସମୟ ମନେ ନ ପକାଇ ଆମେ କେବଳ ମନେ ପକାଇବା ଭୁଲ କାହାର।
ନିରୀହ ଲୋକମାନଙ୍କୁ, ନିରୀହ ପର୍ଯ୍ୟଟକମାନଙ୍କୁ, ଯେଉଁମାନେ ବୁଲିବାକୁ ଯାଇଛନ୍ତି, ମାନେ ଖାଇ ପିଇ ବୁଲି ଆନନ୍ଦ ହସ ଖୁସି ହେଇ ଘରକୁ ଫେରିବେ, ଏଇ ଯେଉଁ ମନୋଭାବରେ ଯେଉଁ ପ୍ରକାରର ରକ୍ତର ତାଣ୍ଡବ ସୃଷ୍ଟି ହେଲା, ସେଇ କଥାଟାକୁ ଆମେ ମନେ ପକାଇବା। ଆଜି ଆତଙ୍କ ସୃଷ୍ଟି କରୁଥିବା ମଣିଷ ପାଇଁ ଭାରତ ନିଷ୍ଠୁର ହେଇଛି। କାହିଁକି ନିଷ୍ଠୁର ହେଲା? ରଷିଆ ୟୁକ୍ରେନ୍ ଯୁଦ୍ଧ ବେଳେ ତ ମାନେ ନିଷ୍ଠୁର ହେଉନଥିଲା। ସେ ନିଷ୍ଠୁର ପଣିଆଟା ଆମ ଭିତରେ ସୃଷ୍ଟି ହେଲା କେମିତି? ସେ ବି ସେଇ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାଙ୍କର ବି ଆତ୍ମୀୟ ସ୍ୱଜନ ଅଛନ୍ତି, ତାଙ୍କର ବି ଦେହରେ ରକ୍ତ ଅଛି। କିନ୍ତୁ ଧର୍ମକୁ ଦ୍ୱାହି ଦେଇ, ଧର୍ମ ପଚାରି ଏବଂ ଧର୍ମକୁ ଦ୍ୱାହି ଦେଇ ଏଇ ଯେଉଁ ମୃତ୍ୟୁର ତାଣ୍ଡବ ସୃଷ୍ଟି କଲେ, ସେଥିପାଇଁ ଆଜି ଏମାନେ ବି ଦଣ୍ଡ ପାଇଲେ, ସେମାନେ ବି ଦଣ୍ଡ ପାଇଲେ। ସୈନିକର ଜନ୍ମ ସିଏ ମାନେ ପ୍ରହରା ଦେବ, ପୁରା ଜଗୁଆରୀ। ସେ କ'ଣ ମଣିଷ ନୁହଁ? ସେ କାହିଁ ମରିବ? ଅଯଥାରେ ସୈନିକମାନେ ମରିବେ କାହିଁକି? ସୈନିକମାନଙ୍କୁ ଅଯଥାରେ ତମେ ମାରିବ କାହିଁକି? ଯେତେବେଳେ ମାରିଥିଲେ ସେତେବେଳେ ଗୋଟେ ଷ୍ଟ୍ରାଇକ୍ ହେଇଥିଲା, ସେ ଷ୍ଟ୍ରାଇକ୍ଟା ନାଁ ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। ଅନେକ ଆତଙ୍କବାଦୀମାନେ ମୃତ୍ୟୁବରଣ କରିଥିଲେ। ଯେ ସୈନିକମାନଙ୍କୁ ମାଇଲ କାହିଁକି? କଥାରେ ଆମେ ବସିବା, ଆଲୋଚନା କରିବା, ପ୍ରେମରେ ସବୁ କଥା ହେବ। ଚଣ୍ଡାଶୋକ ଅଶୋକଙ୍କ ଜୀବନରେ ସେ ବହୁ ପଶୁମାନଙ୍କୁ ମାରିଛନ୍ତି, ବହୁ କଳିଙ୍ଗର ସୈନ୍ୟମାନଙ୍କୁ ମାରିଛନ୍ତି ବୋଲି ଇତିହାସ କହୁଛି। କିନ୍ତୁ ଶେଷରେ ସେ କ'ଣ କହିଲେ? ଚଣ୍ଡାଶୋକ ଥିଲେ ତହିଁ, ଧର୍ମାଶୋକ ହେଲେ ତହିଁ, ଜଗତେ ବୁଲିଲେ ସେଇ ବ୍ରହ୍ମ ନାମ ଗାଇ ଗାଇ। ତେଣୁ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହେଲେ। ଯେଉଁମାନେ ଭାବୁଛନ୍ତି ମାରିବା ଠିକ୍, ମରିବା ଠିକ୍, ମରିବା ବି ଠିକ୍ ନୁହଁ, ସବୁବେଳେ ବଞ୍ଚିବା ପାଇଁ ସାଧନ କର। ଆମ ସନାତନ ଶାସ୍ତ୍ର ଲେଖା ହେଇଛି ଯେ ମୁଁ ଆହୁରି 100 ବର୍ଷ ବଞ୍ଚେ, ଭଲ କାମ କରିବା ପାଇଁ ବଞ୍ଚେ। ନା ମୁଁ ମରିବି, କାହିଁ ମରିବ? ତୁମକୁ କ'ଣ ଜନ୍ମ ଦିଆହେଇଥିଲା ମରିବା ପାଇଁ? ଯେଉଁଦିନ ତୁମର ସମୟ ହେବ ତୁମେ ମରିବ, ସେଇଟା ଅଲଗା କଥା। ମରିବ କାହିଁକି? ମାରିବ କାହିଁକି? ପ୍ରତିଶୋଧର ବହ୍ନି ଜଳିବ କାହିଁକି? ଭାରତ ପାକିସ୍ତାନ ଗୋଟିଏ ଦେଶ। ଇଏ କିଛି ବ୍ୟକ୍ତିଙ୍କ ପାଇଁ ଏହା ଦ୍ୱିଖଣ୍ଡିତ ହେଇଛି। ତେବେ ଏବେ ତ ଶାନ୍ତିରେ ରହିବା କଥା। ଭାରତ ସହିତ ପାକିସ୍ତାନର ସମ୍ପର୍କ, ପାକିସ୍ତାନର ଭାରତ ସହିତ ସମ୍ପର୍କ, ଇଏ ଯଦି ମିଳିମିଶି ଭାଇ ଭାଇ ଭଳି ତାଙ୍କ କୂଟନୀତିଜ୍ଞମାନେ ଯଦି ଚଳିବେ, ତାହେଲେ ଉଭୟ ଦେଶର ଉନ୍ନତି ହେବ।
ଆଉ କେବଳ କାଶ୍ମୀର ହେଲେ କ'ଣ ତାହା ମଧ୍ୟ ସେଇ ପ୍ରେମରେ ବି ସମାଧାନ ହେଇପାରିବ। ଭଲ ପାଇବାରେ ସବୁ କଥା ସମାଧାନ ହେଇପାରିବ। କିନ୍ତୁ ଏସବୁ କଥାକୁ ଆଜି ମଣିଷ ଭୁଲି ଯାଇଛି। ମୁଁ କେବଳ କହୁନି ହିନ୍ଦୁସ୍ତାନ ପାକିସ୍ତାନ କଥା କହୁନାହିଁ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସମସ୍ତଙ୍କ ପାଇଁ ବଳିଆ ପ୍ରାର୍ଥନା କରୁଛି, ସେମାନଙ୍କର ଆତ୍ମା ପ୍ରଭୁଙ୍କ ପାଖରେ ପହଞ୍ଚୁ ବା ସେମାନେ ଭଲ ମନ ନେଇ ଭଲ ମନୁଷ୍ୟ ଜନ୍ମ ପାଆନ୍ତୁ। ରୁଷିଆ ୟୁକ୍ରେନ ଯୁଦ୍ଧରେ କେତେ ଲକ୍ଷ ଲୋକ ମଲେ, ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ କେତେ ଲକ୍ଷ ଲୋକ ମଲେ। କଥା ପଦକେ ବଚନେ କି ଦରିଦ୍ରତା, ଏ କଥା ସେମାନେ ଭୁଲିଗଲେ। କଥା ପଦକରେ ମୀମାଂସା ହେବ। ତେଣୁ ଭାଗବତରେ ଆମର ଗୋଟିଏ କଥା ଅଛି, ମଧୁର। ଭଲ କଥା କୁହ, ମଧୁର କଥା କୁହ। ତେଣୁ ଏଇ ଯେଉଁ ଅହଙ୍କାର ସିଂହ ଆମ ଭିତରେ ଜାଗ୍ରତ ହେଉଛି, ସେଥିପାଇଁ ଆଜି ଆମ ପରିବାର ବିପନ୍ନ, ଦେଶ ବିପନ୍ନ। ଏଇଟା ଯୁଦ୍ଧ ଗଲା, କିନ୍ତୁ ଯୁଦ୍ଧରେ ତ ଲୋକ ମରୁଛନ୍ତି, ଇଏ ତାଙ୍କ ମାଇଲେ ସେ ତାଙ୍କ ମାଇଲେ। କିନ୍ତୁ ଆମ ସାଧାରଣ ଜୀବନ ଭିତରେ ଦେଖନ୍ତୁ, ଘରେ ବସି କିଏ ଚୋରି କଲା, 5,000 10,000 ଟଙ୍କା ପାଇବେ ବୋଲି କିଏ କାହାକୁ ମର୍ଡ଼ର ବି କରିଦେଲା। ତାକୁ କୁହାଯାଉଛି ମର୍ଡ଼ର, ଆକୁ କୁହାଯାଉଛି ଯୁଦ୍ଧ। ତେଣୁ ହସି ଖୁସି ଆନନ୍ଦରେ ନିଜେ ଶାନ୍ତିରେ ବଞ୍ଚ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦିଅ। ଏ କଥାଟିକୁ ସବୁବେଳେ ମନେ ରଖିବେ ଏବଂ ସନାତନ ଧର୍ମର ସେଇ କଥା, ବସୁଧୈବ କୁଟୁମ୍ବକମ୍, ପୃଥିବୀ ଆମର ଗୋଟିଏ ପରିବାର। ଏ ପୃଥିବୀର ସୁରକ୍ଷା ପାଇଁ କିଛି ମହାପୁରୁଷମାନେ ଏ ପୃଥିବୀରେ ଜନ୍ମ ନେଲେ, ତଥାପି ମଣିଷ ବୁଝିପାରିଲା ନାହିଁ କି ବୁଝିବାକୁ ଚେଷ୍ଟା ହିଁ କରୁନି। ତା'ର ସ୍ୱାର୍ଥ ହିଁ ପରମାର୍ଥ ହେଇଯାଉଛି, ଆଉ ପରମାର୍ଥଟା ତା'ର ପର ହେଇଯାଉଛି। ଆଜିର କଥା ଏତିକି। ଆଉ ମେଳା ତ ଚାଲିଛି, ଆମର ମେଳା ଚାଲିଛି, କିନ୍ତୁ ଯଜ୍ଞ ହେଇନି, ନାମ ମଣ୍ଡପ ନାମ ବି ହେଇନାହାନ୍ତି। କାଲିଠାରୁ ଟିକେ ଟିକେ ଭାଗବତ ହଉ, ଗୀତା ହଉ, ରାମାୟଣ ହଉ, ଯାହା ମନେ ପଡ଼ିବ ଟିକେ ଟିକେ କହିବି। କିନ୍ତୁ ଯାହା କହିଲେ ବି ପ୍ରଥମେ ଦେଶ ଓ ବିଶ୍ୱ ପାଇଁ ପ୍ରାର୍ଥନା କରିବି, ତାପରେ ଯାହା ବିପଦ କହିବି। ତାପରେ ଧୀରେ ଧୀରେ ଯଜ୍ଞ ନାମ ସବୁ ହେବ। କିନ୍ତୁ ଦେଶର ଏଇଭଳିଆ ବିପଦ ବେଳେ ଆନନ୍ଦ ପ୍ରମୋଦ ପାଇଁ ଆମେ ସଙ୍ଗୀତ ବା ଏଇ ଯେଉଁ ବିଭିନ୍ନ ନୃତ୍ୟ ସଙ୍ଗୀତ ସବୁ କରାଯାଏ, ସେସବୁ ବନ୍ଦ ହୋଇଛି। କେବଳ ଲୋକ ଟିକେ ଆସିବେ, ପ୍ରସାଦ ଟିକେ ପାଇବେ, ଯିବେ। ତେଣୁ ସେ ବର୍ଷା ମେଘ ପବନ ଇଏ ସବୁକୁ ପ୍ରଣାମ ଜଣାଇ ଆପଣମାନଙ୍କର ଶୁଭକାମନା କରି, ମୋର ଇଷ୍ଟଦେବ ଅନନ୍ତ, ମୋର ଠାକୁର ହେଉଛନ୍ତି ନିଗମାନନ୍ଦ ଏବଂ ମୋର ଗୁରୁଦେବ ହେଉଛନ୍ତି ବାବା, ହେଉଛନ୍ତି ବାୟା ବାବା। ଏତଦ୍ଭିନ୍ନ ବୈକୁଣ୍ଠ ମଧୁସୂଦନଙ୍କୁ ମୁଁ ଧର୍ମର ପିତା ରୂପରେ ସମ୍ମାନ ପ୍ରଦର୍ଶନ କରେ। ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ମୁଁ ଅତ୍ୟନ୍ତ ଭାବରେ ତାଙ୍କ ଜୟ ରାଧେ ରାଧେ କୀର୍ତ୍ତନକୁ ମୁଁ ଭଲ ପାଏ। ତେଣୁ ସମସ୍ତଙ୍କ ପାଦରେ ବିନମ୍ର ପ୍ରଣତି ଜଣାଇ ସମସ୍ତଙ୍କର ମଙ୍ଗଳ ବାଞ୍ଚା କାମନା କରି ରହୁଛି। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ, ଜୟ ଜଗନ୍ନାଥ। ଶୁଣ କାହା
କାହାଣୀ ଏ ଜୀବନଟେ ତରଣୀ ଭଙ୍ଗା ନାବ ଦେଇ ନାବିକ ମୋ ନାହିଁ କିଏ ଅଥଳେ ମୋ ତରଣୀ କିଏ ଅଥଳେ ମୋ ତରଣୀ हे अनंत सुन कहानी हे जीवनटे तरणी भंगा नाव दे नाविक मो नाही भंगा नाव दे नाविक मो नाही किए अथले मो तरणी हे अनंत सुन कहानी शांति दियो बारे जीवने प्रीति जागु तब चरणे भाव भक्ति रहु शरणे आस शक्ति जागु मरणे आश्वासना दियो निष्ठापना दियो आश्वासना दियो निष्ठापना दियो जाऊ प्राण हे नाम शुणी हे अनंत सुन कहानी हे जीवनटे तरणी भंगा नाव दे नाविक मो नाही किए अथले मो तरणी केते दूरे अछ मालिक जेते डाके नियामक कहीं जवाब मिलू नहीं दिन बांधव नाम बही बलियार श्रु पादे भेदी मिशु बलियार अश्रु पादे भेदी मिशु आहे जगन्नाथ गुणमणि हे अनंत सुन कहानी हे जीवनटे तरणी भंगा नाव दे नाविक मो नाही किए अथले मो तरणी हे अनंत सुन कहानी हे जीवनटे तरणी भंगा नाव दे नाविक मो नाही किए अथले मो तरणी।